पीएम किसान सम्मान निधि योजना नहीं आसिला वर्तमान बड़ सूचना चलतु नजर पकेवा संपूर्ण अपडेट ता पूर्व वीडियो को लाइक कर चैनल सब्सक्राइब कर कंटिन्यू दबाई ऑल नोटिफिकेशन रे क्लिक करनियंतु। कृषकों को आर्थिक सहायता जगह देवा पई केंद्र सरकार पक्षर विभिन्न योजना कर दैछि। आउ केंद्र सरकार के समस्त योजना मध्य सबुठारु बड़ योजना होछि पीएम किसान सम्मान निधि। এই যোজনা অধীନରେ কৃষকମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ପ୍ରତିବର୍ଷ ଏହି ଯୋଜନା ଅଧୀନରେ କୃଷକମାନଙ୍କୁ ଆକାଉଣ୍ଟକୁ 6000 ଟଙ୍କା ପଠାଯାଏ। ଏହି ରାଶି 3ଟି କିସ୍ତିରେ କୃଷକ ଭାଇମାନଙ୍କୁ ଆକାଉଣ୍ଟକୁ ପଠାଯାଏ। ତେବେ ଏହି ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅଧୀନରେ 15ଟି କିସ୍ତି କୃଷକଙ୍କ ଆକାଉଣ୍ଟକୁ ସ୍ଥାନାନ୍ତରିତ ହୋଇସାରିଛି। କୃଷକମାନେ ଉତ୍ସାହ ସହିତ ନିଜର 16ତମ କିସ୍ତି ପାଇଁ ଅପେକ୍ଷା କରିଛନ୍ତି। ନିୟମ ଅନୁଯାୟୀ ଏହାର ପ୍ରଥମ କିସ୍ତି ଏପ୍ରିଲରୁ ଜୁଲାଇ ମଧ୍ୟରେ, ଦ୍ୱିତୀୟ କିସ୍ତି ଅଗଷ୍ଟରୁ ନଭେମ୍ବର ମଧ୍ୟରେ ଏବଂ ତୃତୀୟ କିସ୍ତି ଡିସେମ୍ବରରୁ ମାର୍ଚ୍ଚ ମଧ୍ୟରେ ରିଲିଜ ହେବ। ତେବେ ଏପରି ପରିସ୍ଥିତିରେ ଚାଷୀଙ୍କ ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଛି। ସୂଚନା ଥାଉ କି ଅନିୟମିତ ଏବଂ ଠକେଇକୁ ରୋକିବା ପାଇଁ କେନ୍ଦ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଯୋଜନାର କିଛି ପରିବର୍ତ୍ତନ କରିଛନ୍ତି। ସେଥିମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଇକେୱାଇସି ନିୟମ ଅନୁଯାୟୀ ସମସ୍ତ ହିତାଧିକାରୀ ଚାଷୀଙ୍କ ପାଇଁ ଇକେୱାଇସି ବାଧ୍ୟତାମୂଳକ କରାଯାଇଛି। ଯଦି କୃଷକମାନେ ତାହା ନ କରନ୍ତି ତେବେ ସେମାନେ ପରବର୍ତ୍ତୀ କିସ୍ତିର ଲାଭ ପାଇବେ ନାହିଁ। ଇକେୱାଇସି ବ୍ୟତୀତ କୃଷକମାନଙ୍କ ପାଇଁ ଜମି ଯାଞ୍ଚ ଏବଂ ଆଧାର ବ୍ୟାଙ୍କ ଆକାଉଣ୍ଟ ସହିତ ଲିଙ୍କ କରିବା ମଧ୍ୟ ବାଧ୍ୟତାମୂଳକ। ଯଦି କୃଷକମାନେ 3ଟି ପ୍ରମାଣପତ୍ରର କାର୍ଯ୍ୟ ସମାପ୍ତ ନ କରନ୍ତି ତେବେ ସେମାନେ ପରବର୍ତ୍ତୀ କିସ୍ତିରୁ ବଞ୍ଚିତ ହେବେ। ଏଣୁ ନିଜର କିସ୍ତି ପାଇବାକୁ ହେଲେ ଏହିସବୁ ଅପଡେଟ୍ କରାଇ ନିଅନ୍ତୁ।